ଆଗକୁ କ'ଣ ହବ ନା ଯେଉଁମାନଙ୍କ କିଛିଟା ସ୍ୱାର୍ଥ ଥାଏ, ଠିକ୍ ଅଛି, ସ୍ୱାର୍ଥ ଯେଉଁଟା ନବୀନ ବାବୁ ଘୋର ବିରୋଧ କରନ୍ତି, ବ୍ୟକ୍ତିଗତ ସ୍ୱାର୍ଥ କଥା, ତ ଯେଉଁମାନେ ହେଇଗଲେଣି ତାକୁ କେମିତି ଭବିଷ୍ୟତରେ ସୁରକ୍ଷିତ ରଖିବେ ତା ମଧ୍ୟ ଚିନ୍ତା କରୁଛନ୍ତି। ତ ଏସବୁ ଦୃଷ୍ଟିରୁ କିଏ ଯାଉଛି କିଏ ନ ଆଉଛି ସେଥିରେ କିଛି ଫରକ ପଡ଼ିବାର ନାହିଁ। ନବୀନ ବାବୁ ଗୋଟେ ସ୍ୱଚ୍ଛ ମାନେ ନିଷ୍ପାପ ଗୋଟେ ଚରିତ୍ର ଆଉ ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ବିରଳ ସାରା ଭାରତ ବର୍ଷରେ। ଆଜି ନବୀନ ବାବୁ ବାହାରିବେ, ପଣ କରିବେ ଏବଂ ଭଗବାନ କରନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ବି ଉନ୍ନତି ହେଲାଣି। ଯଦି ସେ ଆଜି ବାହାର କରିବେ ଏବଂ ଠିକ୍ କରିବେ, ମୁଁ ଓଡ଼ିଶା ସାରା ବୁଲିବି, ଛିଞ୍ଚତରେ ହେଇଯିବ, ପୁଣି ନବୀନ ବାବୁ ଓଡ଼ିଶା ସାରା ହେଇଯିବ। ଆପଣମାନେ ମାନୁଛନ୍ତି ନାଇଁ ମୋତେ କୁହନ୍ତୁ। ବଢ଼େଇ ଚଢ଼େଇ କହୁନି ମୁଁ, ଏଇଟା ମୋର କିଛି ବ୍ୟକ୍ତିଗତ ନୁହେଁ। ମୁଁ ଦେଖିଛି ଲୋକମାନଙ୍କର ତାଙ୍କ ପ୍ରତି ଭଲ ପାଇବା ଯୋଉ ମନ ଭିତରେ ହେଲା କଥା। ବାହାରିବେ ଯେତେବେଳେ ଚିନ୍ତା କରିବେ ବାହାରିବେ, କ'ଣ କରିବେ ସେଟା ତ ମୁଁ କହିପାରିବିନି। କିନ୍ତୁ ନବୀନ ବାବୁଙ୍କ ପ୍ରତି ଲୋକଙ୍କ କ୍ରେଜ୍ଟା ଆଜି ବି ଏମିତି ଅଛି, ଭଲ ପାଇବା ଏତେ ଦୂର ଅଛି, ଏତେ ବି ହେଇପାରେ। ବାକି କିଏ କୋଉଠି ଯାଉଛନ୍ତି, କିଏ ପଳେଇଲା, କିଏ କାହାର ସମ୍ପତ୍ତି ଆହରଣ କରୁଛି, ତାକୁ ସୁରକ୍ଷିତ କେମିତି ରଖିବ, କ'ଣ କରିବେ, ଏସବୁ ଜିନିଷ ପାଇଁ କିଏ ଯାଉଥିବ ଆମର କହିବା ନାହିଁ। ଦଳ କି ନବୀନ ବାବୁ ଦୁର୍ବଳ ହେବାର ପ୍ରଶ୍ନ ଉଠୁନି। ହଁ, ଟିକେ ନିଶ୍ଚିତ ଭାବରେ କଠିନତମ ପରିସ୍ଥିତିରେ ଆମେ ଯାଉଛୁ, କଠିନତମ ନୁହଁ, କଠିନ ପରେ ରାସ୍ତାରେ ଯାଉଛୁ। ଆମେ ପୁଣି ସେ ଦିନକୁ ଅପେକ୍ଷା କରୁଛୁ, ପୁଣି ଆମ ପ୍ରିୟ ନେତା ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ। ଆଶା ବିଶ୍ୱାସ ଅଛି ମନ ଭିତରେ, ଦିନ ରାତି ଭଗବାନ ଡାକୁଛୁ ନବୀନ ବାବୁ ଆଉଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସାରା ଓଡ଼ିଶାକୁ ସୁଶାସନ ଦିଅନ୍ତୁ। 24 ବର୍ଷ ସୁଶାସନ ଦେବା ଲୋକ ଆଜି ଦେଖନ୍ତୁ 2 ବର୍ଷରୁ ଅଧିକ ହେଇଗଲା, କେବଳ ପ୍ରିୟାପ୍ରୀତି ପଇସା ଖାଇବା ଛଡ଼ା କିଛି ବିଜେପି ସରକାର କାମ ନାହିଁ। ମୋତେ କ୍ଷମା କରିବେ ଯଦି କହୁଥିବି ଛୋଟ ମୋର ବଡ଼ କଥା, କିନ୍ତୁ କହିବାକୁ ବାଧ୍ୟ ହେଉଛି। ଆଜି କେବଳ ପଥର ବାଲି ଖଣି ଖାଦାନ ଲୁଟ୍ ଏବଂ ନିଜ ସମ୍ପତ୍ତି ବଢ଼ିଆ, ବନ୍ଧୁବାନ୍ଧବ ସମ୍ପତ୍ତି ବଢ଼ିଆ ଛଡ଼ା ଓଡ଼ିଶାର କୌଣସି କାମ ହେଉନି। ଖାଲ ଖମାର ଭର୍ତ୍ତି, ରାସ୍ତାଘାଟ କାମ ନାହିଁ, ମିଛରେ ଡିଣ୍ଡିବ ପିଟୁଛନ୍ତି ଖାଲି। ନିଜେ ଦେଖନ୍ତୁ, ସ୍ପୃହା ନାହିଁ, ଆଗ୍ରହ ନାହିଁ ସରକାର ଲୋକ ଅଭିମୁଖ କିଛି କରିବା ପାଇଁ। 5 ବର୍ଷ ଆସିଛନ୍ତି, 2 ବର୍ଷ ଗଲାଣି, କ'ଣ କରିପାରିବା ସେଥିରେ କିଛି କହିପାରିବା। ଆମେ ଅତି ତଳ ସ୍ତରରେ ଆମେ କହିଲେ ଛୋଟ ଘରେ ବଡ଼ କଥା ହେବ। ଆଶା ବିଶ୍ୱାସ ମୁଖିଆ ସବୁ କିଛି ଜାଣିବେ, ଜାଣିପାରୁଛନ୍ତି ମଧ୍ୟ, ଜାଣିଲା ସତ୍ତ୍ୱେ ମଧ୍ୟ ସମୟ ଦେଇଛନ୍ତି। କାରଣ ସେ ନବୀନ ପଟ୍ଟନାୟକ ତେଣୁ ସମୟ ଦେଇଛନ୍ତି, ସେମାନଙ୍କୁ ସଜାଡ଼ି ଯାଆନ୍ତୁ, ସୁଧୁରି ଯାଆନ୍ତୁ। କିନ୍ତୁ ସମୟ ଗୋଟେ ଆସିବ, ଦଳର ମୁଖିଆ ସର୍ବମାନ୍ୟ ନେତା ନିଶ୍ଚିତ ଭାବେ ଦଳକୁ ଆଗକୁ ବଢ଼ିବା ପାଇଁ କ'ଣ କ'ଣ କରିବାକୁ ହେବ ତା କରିବେ। ଆଉ ଅନୁଭବ କରି ଯେଉଁ ମୂଷାମାନେ ଅଛନ୍ତି ତାକୁ ମଧ୍ୟ ତଡ଼ିବେ, ସବୁ ହେବ। ଆମେ କେବଳ ସେ ସ୍ୱପ୍ନ ରାଜ୍ୟରେ ବୁଲୁଛୁ, ବିଚରଣ କରୁଛୁ, ଏ ନବୀନ ପଟ୍ଟନାୟକ ଆଉଥରେ କେମିତି ମୁଖ୍ୟମନ୍ତ୍ରୀ ହେବେ। Exchange your old AC and take home a new power saving AC. Save up to rupees 10,000. Patro Electronics, Odisha's largest AC seller.